ଖରା ଦିନ ବେଳ ବୁଡ଼ି ଆସୁଥାଏ। ଝରଣା କୂଳକୁ ସବୁ ପଶୁଙ୍କ ଧାଡ଼ି ଲାଗିଥାଏ। ପାଣି ପିଇ ସେମାନେ ଗୋଟିଏ ଗଛ ତଳେ ଟିକେ ଥକ୍କା ମାରିଲେ। ଏକାଠି ହେବାରୁ ଚୁପଚାପ ବସିପାରିଲେ ନାହିଁ। କଥା ଆରମ୍ଭ କଲା ମାଙ୍କଡ଼। କହିଲା, ହେଟା ମଉସା, ଆଜିର ଖବର କ'ଣ? ହେଟା ଥିଲା ରାଜା ଘରର ସିପାହୀ। ରାଜା ଘରକୁ କିଏ ଆସିଲା, କ'ଣ କଲା, ସବୁ ଖବର ସେ ରଖେ। ମାଙ୍କଡ଼ କଥା ଶୁଣି ହେଟା କହିଲା, କୋଉଠିକା ଖବର? ରାଜା ଘର ଖବରଟି। ମାଙ୍କଡ଼ କହିଲା, ହଁ ହଁ, ସେଇ ଖବର। ତୁମଠାରୁ ମିଳିବନି ତ ଆଉ କାଉଠାରୁ ମିଳିବ? ହେଟା କହିଲା, ଆମ ରାଜାଙ୍କ ସମୁଦି ଆସିଛନ୍ତି। ରାଜା ତାଙ୍କୁ ହରିଣଟିଏ ଖାଇବାକୁ ଦେଲେ, ହେଲେ ସେ ତାକୁ ଛୁଇଁଲେ ନାହିଁ। ତାହା ଦେଖି ଆମ ରାଜା କହିଲେ, ସମୁଦି, ଏ ଆମ ବଣର ସବୁଠାରୁ ବଢ଼ିଆ ଶିକାର। ପାଟିକୁ ଭଲ ଲାଗିବ, ପେଟ ପୂରା ଖାଅ। ସମୁଦି କହିଲେ, ନା, ଗଲା ସନଠାରୁ ଆମିଷ ଖାଇବା ଛାଡ଼ି ଦେଇଛି। ସେଇଠୁ ଆମ ରାଜା ପଚାରିଲେ, ତାହେଲେ ଖାଉଛ କ'ଣ? ସମୁଦି କହିଲେ, ଏମିତି ବଣର ଫଳମୂଳ ଗଣ୍ଡେ ହେଇଗଲେ ଚଳିଗଲା। ହେଟା କଥା ଶେଷ ହେଉ ହେଉ ମାଙ୍କଡ଼ କହିଲା, ହେଟା ମଉସା, ତୁମ କଥା 16 ମିଛ ଜଣାଯାଉଛି। କି ହୋ, ସିଂହଟାଏ କୋଉଠି ଫଳମୂଳ ଖାଇଲାଣି? ହେଟା ରାଗିଯାଇ କହିଲା, କ'ଣ କହିଲୁ? ମୁଁ ମିଛ କହୁଛି? ମିଛ କେମିତିକା ଜିନିଷ ମୁଁ ଜନମରୁ ଜାଣିନି। ଥରେ ମା ସହିତ ଗଙ୍ଗା କୂଳକୁ ଯାଇଥିଲି। ମା ଆଉ ମୁଁ ଗଙ୍ଗାରେ ବୁଡ଼ ପକାଇଲୁ। ସେତିକିବେଳେ ମା ମୋତେ କହିଲା, ଦେଖ, ଆଜିଠାରୁ କେବେ ମିଛ କହିବୁ ନାହିଁ। ଏଇ ତୀର୍ଥରେ ମିଛ କହିବା ଛାଡ଼ିଦେ। କଥା ମାନି ସେହି ଦିନଠାରୁ ମୁଁ ମିଛ କହିବା ଛାଡ଼ି ଦେଇଛି। ମାଙ୍କଡ଼ କହିଲା, ଏଇଠି ଆଉ ଗୋଟିଏ ମିଛ। ମିଛ କହୁଥିଲେ ତୁମେ ବଣର ପଶୁ ନ ହୋଇ ଦେବତା ହୋଇ ସରଗପୁରେ ଥାଆନ୍ତ। ମାଙ୍କଡ଼ ତାକୁ ପୁଣି ମିଛୁଆ ବୋଲି କହିବାରୁ ସେ ରାଗରେ ଆଖି ଲାଲ କରି କହିଲା, ହେ ମାଙ୍କଡ଼, କିରେ, ତୁମେ ମାଙ୍କଡ଼ଗୁଡ଼ା କ'ଣ କମ୍ ବଜାତ? ସକାଳୁ ରାତି ଯାଏଁ ପର ଦରବା ଚୋରି କରି ଖାଉଥିବ, ଡାହା ମିଛ କହୁଥିବ, ଚୁଗୁଲି କରୁଥିବ। ତୁମେ ସବୁ 420। ମାଙ୍କଡ଼ ଖପା ହୋଇ କହିଲା, ହେଟା ମଉସା, ତୁମେ ଚାହିଁଲେ ମୋତେ ଗାଳି ଦିଅ, କିନ୍ତୁ ମୋ ଜାତି କଥା କୁହ ନାହିଁ। ସେମିତି କହିଲେ କିଛି ଭଲ ହେବନି କହୁଛି। ହେଟା ରାଗିଯାଇ ପଞ୍ଚମରେ ପହଞ୍ଚିଲା। ସେ ଦାନ୍ତ କଡ଼ମଡ଼ କରି ମାଙ୍କଡ଼ ଆଡ଼କୁ କୁଦି ପଡ଼ିଲା। ମାଙ୍କଡ଼ ତାକୁ ସହଜରେ ଧରା ଦେଉଛି କେତେ, ମାରିଲା ଡିଆଁ ଗଛ ଉପରକୁ। ହେଟା ଅସମ୍ଭାଳ ହୋଇ ଗରଜୁଥାଏ। ଏତିକିବେଳେ ବିଲୁଆ ଆସି ହେଟା ପାଖରେ ପହଞ୍ଚିଲା। ପଚାରିଲା, ହେଟା ମଉସା, କଥା କ'ଣ? ତୁମେ ଏତେ ରାଗୁଛ କାହିଁକି? ହେଟା କହିଲା, ରାଗିବିନି? ରାଗିବିନି ଆଉ କ'ଣ ହସିବି? ଦେଖୁନା, ଏ ଅଳ ପଇସା ମାଙ୍କଡ଼ ମୋତେ ମିଛୁଆ କହୁଛି। ତୋ ଛାତିରେ ଯଦି ଦମ୍ ଅଛି, ତଳକୁ ଓହ୍ଲାଇ ଆ। ତୋ ମୁଣ୍ଡକୁ ଯଦି ଚୋବାଇ ନ ଖାଇଛି, ମୁଁ ହେଟା ନୁହେଁ। ବିଲୁଆ ହେଟାର ଚଞ୍ଚଳ ସ୍ୱଭାବ ଜାଣିଛି। ସେହିକ୍ଷଣି ରାଗି ନିଆଁବାଣ ହୋଇଯିବ। ଟିକିଏ ଫୁସୁଲେଇ ଦେଇ କହିଦେଲେ ପୁଣି ହସି ଉଠିବ। ସେ ହେଟାକୁ କହିଲା, ଏ ମାଙ୍କଡ଼ ପୂରା ମିଛୁଆ। ଆମ ହେଟା ମଉସା ମିଛକୁ ତୀର୍ଥରେ ଛାଡ଼ି ଆସିଛନ୍ତି। ତାକୁ ଆଉ ପାଟିରେ ଧରିବେ ନା। ହେଟା ହସି ହସି କହିଲା, କିରେ, ଜାଣିବା ବାଲା ସିନା ଜାଣିବ, ଏ ମୂର୍ଖ ମାଙ୍କଡ଼ ବୁଝିବ କ'ଣ ଖମ୍ବ ଆଳୁ? ହେଟା ମଉସା ଖୁସି ହେବାର ଦେଖି ବିଲୁଆ କହିଲା, ହେଟା ମଉସା, ତୁମେ ତ ରାଜା ଘରର ବଡ଼ ସିପାହୀ। ସେଇଠିକା ତାଜା ଖବର ଜାଣିଛ? ହେଟା କହିଲା, ଏତିକି ଜାଣେ, ରାଜାଘର ସମୁଦି ଆସିଛନ୍ତି। ଅଜବ ସିଂହଟିଏ, ଶିକାର ନ ଖାଇ ଫଳମୂଳ ଖାଉଛନ୍ତି। ବିଲୁଆ କହିଲା, ତୁମେ ଏତିକି ଜାଣିଛ?
ୟା ଭିତରେ ବହୁତ କଥା ଘଟିଗଲାଣି। ଏ ସମୁଦି କୁଆଡ଼େ ତୀର୍ଥରେ ମାଉଁସ ଛାଡ଼ି ଆସିଛନ୍ତି। ତାଙ୍କୁ ଫଳମୂଳ ଖାଇବାକୁ ଦିଆଗଲା। ଟିକେ ପରେ ଜଣାଗଲା ସମୁଦି ରାଜାଘର ପୂଜା ଘରେ ବସିଥିଲା। ସେଇଠି ରାଜାଘର ପୁରୋହିତ ଠେକୁଆ ବସି ପୂଜା ପାଠ କରୁଥିଲା। ସମୁଦି ଚୁପଚାପ ପୁରୋହିତକୁ ଜଳଖିଆ କରିଦେଲେ। ସେଇଠି ରକ୍ତ ପଡ଼ିଥିବା ଦେଖି ସମସ୍ତେ କଥାଟା ବୁଝିଗଲେ। ହେଟା କହିଲା, ସତରେ? ଗଛ ଉପରୁ ମାଙ୍କଡ଼ ଖିଙ୍କାରି ହୋଇ କହିଲା, ସତରେ ନୁହଁ କ'ଣ ଆଉ ମିଛରେ? ଆହେ ସତ୍ୟ ଯୁଗିଆ, ହେଟା ମଉସା କହୁଥିଲ ପରା, ଏବେ ଶୁଣିଲ? ସମୁଦି ତୀର୍ଥରେ ଆଇଁଷ ଛାଡ଼ିଥିଲା, ଆଉ ତୁମେ ସେଠି ଛାଡ଼ି ଆସିଥିଲ ମିଛକୁ। ହେଲେ ମିଛଟା ତୁମକୁ ଜମା ଛାଡ଼ୁନି। ସେ ତୁମ ଉପରେ ବରାବର ସବାର ହୋଇ ରହିଛି। ଏ କଥାଟା ହେଟାକି ସମ୍ଭାଳିଯାଏ। ରାଗରେ ସେ ଅନ୍ଧ ହୋଇଗଲା। ମାଙ୍କଡ଼ ଚଢ଼ିଥିବା ଗଛ ପାଖକୁ ଛୁଟି ଯାଇ ଦେହର ସବୁ ବଳ ଖଟାଇ ଗଛର ଗଣ୍ଡିକୁ କାମୁଡ଼ିଦେଲା। ତା ପାଟିରୁ ଝରଝର ହୋଇ ରକ୍ତ ବୋହିଗଲା। ମାଙ୍କଡ଼ ଗଛରେ ଥାଇ କହିଲା, ବୁଝିଲ ହେଟା ମଉସା, ମିଛ କହିଲେ ଏମିତି ଦାନ୍ତ ଝଡ଼ିଯାଏ। ହେଟା ଆଉ କରିବ କ'ଣ? କାନ ମୁଣ୍ଡା ଆଉଁସି ବିଚରା ତାର ଘରକୁ ଫେରିଗଲା।